ସାଧାରଣ ଲୋକଙ୍କର କୌଣସି ଧନଜୀବନ କ୍ଷୟକ୍ଷତି ହେଲେ ସେମାନେ କ'ଣ କରନ୍ତି ନା ସାଧାରଣତଃ ପୋଲିସମାନଙ୍କର ଆଶ୍ରୟ ନିଅନ୍ତି। କିନ୍ତୁ ପୋଲିସମାନେ ଯଦି କିଛିଟା ଟଙ୍କା ଖାଇକିରି ସାଧାରଣ ଲୋକଙ୍କ ଜୀବନ ସହିତ ଖେଳ ଖେଳନ୍ତି, ସେଠି ଲୋକମାନଙ୍କର କ'ଣ ହେବ ନା ପୋଲିସଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ଟିକକ ତୁଟିଯିବ। ସେ ପ୍ରକାର ଆମ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବନ୍ତ ପୋଲିସ ଟଙ୍କା ଖାଇକିରି ବନ୍ତ ବ୍ଲକରେ ନିଶାଡ଼ୀମାନଙ୍କୁ ପ୍ରଶ୍ରୟ ଦେଉଛନ୍ତି। ଏଠି ଦୁର୍ଦ୍ଦାନ୍ତ ଯେଉଁମାନେ ଦୁର୍ଦ୍ଦାନ୍ତ ଆତଙ୍କରାଜ କରୁଛନ୍ତି ସେମାନଙ୍କୁ ପ୍ରଶ୍ରୟ ଦେଉଛନ୍ତି ଏବଂ ଏ ନିଶାଡ଼ୀ ଆତଙ୍କବାଦୀ ମାନଙ୍କୁ କବଳରୁ ନିଜକୁ ଆମେ ରକ୍ଷା କରିବା ପାଇଁ ନିଜକୁ ବର୍ତ୍ତମାନ ମୁଁ ଅସୁରକ୍ଷିତ ମନେ କରୁଛି। ପୋଲିସର ଆଶ୍ରୟ ନେଲେ ବି ପୋଲିସ ସେସବୁକୁ ମାମୁଲି ଘଟଣା ଭାବିକିରି ସେମାନେ ଚାପି ଦେଉଛନ୍ତି। ସେମାନେ ହୁଏତ ଚାହୁଁଛନ୍ତି ଆମେ କିଛି ସେମାନଙ୍କୁ 5,000 10,000 ହାତ ଗୁଞ୍ଜା ଦେଉ। ହଁ, ଆମେ ହାତ ଗୁଞ୍ଜା ଦେଇକିରି ହୁଏତ ଆମେ ତୁମମାନଙ୍କ କବଳରୁ ନିଜକୁ ସୁରକ୍ଷିତ ହିଁ ରଖିପାରୁ। ତୁମେ ଆମକୁ ମିଛଟାରେ ଘଣ୍ଟ ଗୋଡ଼େଇ ଦେଇଦିଅ। କିନ୍ତୁ ଏସବୁର ଜ୍ୱଳନ୍ତ ପ୍ରମାଣ ଯେଉଁ ଉପରବାଲା ଦେଖୁଛି ସେ ତାର ତ କଡ଼ାଗଣ୍ଡା ନିଶ୍ଚୟ ତୁମଠାରୁ ଆଦାୟ କରିବ ନା। ତେଣୁ ଆମ ବର୍ତ୍ତମାନ ଓଡ଼ିଶାରେ ଆମର ପୋଲିସ ବିଶେଷ କରି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ପୋଲିସ ନିଶାଡ଼ୀ ଏବଂ ଦୁର୍ଦ୍ଦାନ୍ତ ଲୋକଙ୍କଠାରୁ ଟଙ୍କା ଖାଇକିରି ବର୍ତ୍ତମାନ ଏ ଜିଲ୍ଲା ବ୍ଲକରେ ନିଶାଡ଼ୀମାନଙ୍କର ଏବଂ ଦୁର୍ଦ୍ଦାନ୍ତମାନଙ୍କର ସାମ୍ରାଜ୍ୟ ଏ ପ୍ରକାର ବିସ୍ତାର କରିଦେଇଛନ୍ତି, ଆମ ପରି ସାଧାରଣ ଲୋକ ବଞ୍ଚିବା ପାଇଁ ବହୁତ କଷ୍ଟ ହୋଇ ପଡ଼ୁଛି। ତେଣୁ ଯାହା ବି ହେଉ ବର୍ତ୍ତମାନ କଳିଯୁଗରେ 3 ପାଦ ମିଛ, ଗୋଟିଏ ପାଦ ସତ୍ୟ। ସେହି ସତ୍ୟକୁ ଆଧାର କରି ଆଗାମୀ ଦିନରେ ଆମକୁ ତ ନିହାତି ବଞ୍ଚିବାକୁ ପଡ଼ିବ। ତେଣୁ ଭଗବାନ ତ ଜଣେ ଅଛନ୍ତି ଏବଂ ଏହାର ବିଚାର ନିହାତି କରିବେ। ଜୟ ଜଗନ୍ନାଥ।